जय श्री जगन्नाथ भाई माने सर्वप्रथम गुरुदेव गणपति एवं जगदम्बा को प्रणाम करी आज आमे हमर वास्तु सेशन आरंभ करिवा। आमे ऑलरेडी गोटे सम्यक सूचना दे दिथले जे टाइप्स ऑफ प्लॉट एटा आमे जो सूचनाटा दउछु एई जो जिनिसटा आमे सीरियली सिंक्रोनाइजली पढौछु आ एवं पढुछु एवं जो माने आपण मानु जोना कहूची इए जनरली बाहर कोनोसी एते जगह एते क्लियरली कहिबेनी आ ज्ञान जहा पाखरे ज्ञान गुडा था एते इजिली देबेनी। तेणु मोर समस्त रिक्वेस्ट आपण माने ଟିକେ ଦୟାକରି ପଢନ୍ତୁ ଆଉ ସମସ୍ତେ ୟା ଦ୍ୱାରା ଉପକୃତ ହୁଅନ୍ତୁ, ସମସ୍ତେ ସମସ୍ତଙ୍କୁ ସଜେଷ୍ଟ କରନ୍ତୁ କାରଣ ଏଟା ସନାତନ ଧର୍ମର ପୁରାତନ ଶାସ୍ତ୍ର। ତେବେ ଚାଲନ୍ତୁ ଆରମ୍ଭ କରିବା। ଏ ଯୋଉ ଟାଇପ୍ସ ଅଫ ପ୍ଲଟ ପଢିଥିଲେ ସେତେବେଳେ ଆମେ କହିଥିଲେ ଯେ ଏଇଟା ପାଞ୍ଚ ଭାଗର ପାଞ୍ଚଟା ଟାଇପ କୁ ନେଇକି ଆମେ ଟାଇପ୍ସ ଅଫ ପ୍ଲଟ ଦେଖୁ, ତାର ଯୋଉ କ୍ୟାରେକ୍ଟରିଷ୍ଟିକ୍ସ ଦେଖୁ କି ଗୋଟେ ପ୍ଲଟ ର କ୍ୟାରେକ୍ଟରିଷ୍ଟିକ୍ସ କେମିତିଆ ପ୍ଲଟ। ମୁଁ କହିଥିଲି ଦେଖ ମାଟି ହଉଛି ସବୁ ଜାଗାର ମୂଳ। କାହିଁକି? କାରଣ ଯେତେ ବି ତମେ ଭଲ ବାସ୍ତୁ କର ଯାହା ବି କର ଯଦି ମାଟି ଇମ୍ପିଓର ହେଇଗଲା ତାହେଲେ ତାର ଯଦି ଭିତରେ ଯଦି କଳୁଷିତ ରହିଗଲା, କଳୁଷିତ ମାଟି ହେଇଗଲା, ଭଲ ବାସ୍ତୁ କଲେ ଜିନିଷ ପାଇବ ନାହିଁ। ତେଣୁ ସର୍ବପ୍ରଥମ ମାଟିର କ୍ୟାରେକ୍ଟରିଷ୍ଟିକ୍ସ କୁ ବୁଝିବା ଦରକାର ଆଉ ମାଟିର କ୍ୟାରେକ୍ଟରିଷ୍ଟିକ୍ସ କୁ ବୁଝିବା ପାଇଁ ହିଁ ଟାଇପ୍ସ ଅଫ ପ୍ଲଟ ଆମେ ପଢୁଛୁ। ଠିକ ଅଛି ନା? ତେବେ ଚାଲନ୍ତୁ ଆରମ୍ଭ କରିବା। ଆମେ ଜାଣିଥିଲେ ଯେ ଟାଇପ୍ସ ଅଫ ପ୍ଲଟ ର କ୍ରମରେ ଟାଇପ୍ସ ଅଫ ପ୍ଲଟ ମାନେ ଜାଗାର ପ୍ରକାର ଭେଦ ଆମେ ପାଞ୍ଚଟା ଜିନିଷ କହିଥିଲୁ। ପ୍ରଥମ କଣ ନା ବୈଦିକ ବର୍ଣ୍ଣାଶ୍ରମ, ଦ୍ୱିତୀୟରେ କଣ ମାଟିର ଉର୍ବରତା, ତୃତୀୟରେ କଣ ସ୍ଲୋପ ବା ଢାଲୁ, ଚତୁର୍ଥରେ କଣ କହିଥିଲି ନା ଜାଗାର ସ୍ତର, ଆଉ ପାଞ୍ଚରେ କଣ କହିଥିଲି ନା ଜାଗାର ପ୍ରକୃତି। ଆଜି ଆମେ ଏଇଟା ପଢିବା ବୈଦିକ ବର୍ଣ୍ଣାଶ୍ରମ ମତେ। ଠିକ ଅଛି? ଆମେ ଜାଣିଛୁ ଯେ ବୈଦିକ ବର୍ଣ୍ଣାଶ୍ରମ ମତେ ମାନେ ଜାତି ହିସାବରେ ବର୍ଣ୍ଣାଶ୍ରମରେ କଣ କଣ ଅଛି ନା ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର କଣ କଣ ରହିଲେ ନା ଏକରେ ରହିଲା ବ୍ରାହ୍ମଣ ମାଟି, ଦୁଇରେ କ୍ଷତ୍ରିୟ ମାଟି, ତିନିରେ ବୈଶ୍ୟ ମାଟି, ଚାରିରେ ଶୂଦ୍ର ମାଟି। ଠିକ ଅଛି ନା? ତ ଏଇଗୁଡାକୁ ଆମେ ଜାଣିବା କେମିତି ନା ସର୍ବପ୍ରଥମ କଥା ହେଲା ତାର ରଙ୍ଗ ହିଁ କେମିତି, ତାର ସ୍ୱାଦ ବା ଟେଷ୍ଟ ଟା କେମିତି ଏବଂ ତାର ଗନ୍ଧ କେମିତି। ଏଇ ତିନିଟା ବେସିସ୍ ଉପରେ ଆମେ ଜାଗାର ବୈଦିକ ବର୍ଣ୍ଣାଶ୍ରମ ନିର୍ଣ୍ଣୟ କରିବା। ବ୍ରାହ୍ମଣ ମାଟି ଯୋଉଟା ହେଇଥିବ ପୁରା ବ୍ରାହ୍ମଣିକ ଲ୍ୟାଣ୍ଡ ଯୋଉଟା ହେଇଥିବ ତାର ରଙ୍ଗ କଣ ହେଇଥିବ ନା ଧଳା, ତାର ଟେଷ୍ଟ କଣ ଆସିବ ନା ମଧୁର, ଏବଂ ଗନ୍ଧ କଣ ନା ଲହୁଣୀ ଭଳିଆ ଗନ୍ଧ। ଠିକ ଅଛି ହୁଁ। ଭାଇ? ଏ ମାଟିକୁ ସବୁଠୁ ବେଷ୍ଟ ବୋଲି ମାନେ ବାସ୍ତୁ ମତେ ଏଇ ମାଟିକୁ ସବୁଠୁ ବେଷ୍ଟ ବୋଲି ସର୍ବୋତ୍ତମ ମାଟି ବୋଲି କୁହାଯାଏ। ଏ ମାଟିରେ ଯଦି ଘର କରାଯାଏ, ଯେ ଲୋକ ଏ ମାଟିରେ ଘର କରିବ ତାର ଧନ ଯଶ ସମୃଦ୍ଧି ଖୁସି ମାନସିକ ଶାନ୍ତି ତାର ପରିବାର ଭରପୁର ହେଇକି ରହିବ। ବାସ୍ତୁ ମତରେ ଏଇ ମାଟିଟା ହଉଛି ବହୁତ ହିଁ ଶୁଭ, ବହୁତ ହିଁ ଶୁଭ। ତାପରେ ଆସିଲା କ୍ଷତ୍ରିୟ ମାଟି। କ୍ଷତ୍ରିୟ ମାଟିର ରଙ୍ଗ କଣ ନା ଲାଲ, ରେଡ କଲର। ସ୍ୱାଦ କଣ ନା ତିକ୍ତ, ତିକ୍ତ ମାନେ ପିତା। ଆଉ ଗନ୍ଧ ରକ୍ତ ଗନ୍ଧ ଭଳିଆ, ରକ୍ତର ଯୋଉ ଭଳିଆ ସ୍ମେଲ ସେଇ ଭଳିଆ ସ୍ମେଲ। ଏବଂ ମାଟିଟା ଏକଦମ ଟାଣୁଆ ମାଟି ହେଇଥିବ। ଯେମିତି ଭୁବନେଶ୍ୱରରେ ଯୋଉ ଗୁଡା ଲ୍ୟାଣ୍ଡ ଗୁଡା ଅଛି ରେଡ କଲର ର ମାଟି, ଠିକ ଅଛି ନା? ତ ସେଇ
ମାଟି ଗୁଡାକ ପ୍ରାୟତଃ କ୍ଷତ୍ରିୟ ମାଟି। ଏବଂ ଏଇ ମାଟିରେ ବି ଯଦି କୌଣସି ଲୋକ ଘର କରେ, ତାହେଲେ ସେ ଘରର ଗୃହବାସୀ ମାନଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବା ସହିତ ତାଙ୍କର ଯଶ ବ୍ୟାପିଥାଏ ଏବଂ ସେମାନେ ଉଚ୍ଚ ପଦସ୍ଥ ଅଧିକାରୀ ହେଇଥାନ୍ତି, ମନ୍ତ୍ରୀ ଭଳିଆ ଜୀବନ ଯାପନ କରନ୍ତି, ସେମାନେ ଦୟାବାନ ସାହସୀ ହେଇଥାନ୍ତି। ଏଇ ସବୁ ଜାଗାରେ କଣ ହବ ନା ସବୁ ଅଫିସ କୋଠା ଏବଂ ସୈନ୍ୟବାହିନୀର କୋଠା ସବୁ ଯଦି ନିର୍ମାଣ କରାଯିବ, ଏଇଟା ଉତ୍ତମ, ସର୍ବୋତ୍ତମ। ତାପରେ ଆସିଲା ବୈଶ୍ୟ ମାଟି। ବୈଶ୍ୟ ମାଟିର ରଙ୍ଗ କଣ ନା ହଳଦିଆ। ଠିକ ଅଛି। ଆଉ ୟାର ସ୍ୱାଦ କଣ ନା କଷା। ୟାର ଗନ୍ଧ କଣ ନା ତୀବ୍ର ଗନ୍ଧ, ମାନେ ଏନି ଗନ୍ଧ, ମାନେ ଯୋଉଟା ପୁରା ପୁରା କଣ ଆକ୍ୟୁଟ ସ୍ମେଲ ଯାହାକୁ କହନ୍ତି, ସେଇଭଳିଆ ଗନ୍ଧ ହବ। ଏ ଜେନେରାଲି ବୈଶ୍ୟ କ୍ଷେତ୍ରକୁ କଣ ପାଇଁ ୟୁଜ କରାଯାଏ ନା ବ୍ୟବସାୟିକ ପ୍ରତିଷ୍ଠାନ କରିବା ପାଇଁ ଏଠି ୟୁଜ କରାଯାଏ। କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ଯଦି ଏଇଭଳିଆ ମାଟିରେ ହୁଏ, ତାହେଲେ ସେଥିରେ କଣ ହବ ନା ଧନ ବଢିବ। ଦୋକାନ କିମ୍ବା ଯୋଉ କଳକାରଖାନା କରିବା ପାଇଁ ଏଇ ମାଟି ବେଷ୍ଟ। ତାପରେ ଆସିଲା ଶୁଦ୍ର ମାଟି। ଶୁଦ୍ର ମାଟିର ରଙ୍ଗ କଣ ନା କଳା। ଏବଂ ଛୁଇଁଲେ ବି ଏ ଶୁଦ୍ର ମାଟି ଟା ଶକ୍ତ ଥିବ। ଏବଂ ୟାର ସ୍ଵାଦ ଟା କଣ ନା ପଚା ସ୍ୱାଦ। ଏବଂ ଗନ୍ଧ ଗନ୍ଧ କେମିତିଆ ନା ମଦୁଆ, ମଦ ଭଳିଆ ଗନ୍ଧେଇବ। ଠିକ ଅଛି ଭାଇ। ଏ ସବୁ ଏଇ ଯୋଉ ମାଟି ରହିଲା, ଏଇ ଯୋଉ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର, ଏଇଟାକୁ ଯୋଉ କହୁଛୁ ଆମେ ରଙ୍ଗ ସ୍ୱାଦ ଆଉ ଗନ୍ଧ ହିସାବରେ ଆମେ ତାକୁ ଡିଫାଇନ କଲେ, ଠିକ ଅଛି। ଏ ରଙ୍ଗ ସ୍ୱାଦ ଗନ୍ଧ ହିସାବରେ ପ୍ରତି ବର୍ଣ୍ଣାଶ୍ରମ ଭିତ୍ତିକ ମାଟିକୁ ଡିଫାଇନ କଲେ, ଏଇଟା ଆମେ ଜାଣିବା କେମିତି ନା ଏଟାକୁ, ୟାର ରଙ୍ଗ ତ ଦେଖୁ ଦେଖୁ ଜଣାଯିବ। କିଛି ଗୋଟେ ପୋର୍ସନ, ମାନେ ଗୋଟେ ଜାଗାର ଗୋଟେ ମାଟିକୁ ଟେଷ୍ଟ କଲା ହେଲେ ତାର ଉପରୁ ଉପରୁ ଦେଖିବାକୁ ପଡିବ, ଆଟଲିଷ୍ଟ ଗୋଟେ ଫୁଟ ଖୋଳିଦବା ଦରକାର। ଖୋଳିଦେଲା ପରେ ତାର ମାଟିର ଆକ୍ଚୁଆଲ ପ୍ରକୃତି ଜଣା ପଡିବ। ଏବଂ ସେ ମାଟିରୁ ଅଳ୍ପ ଟିକେ ନେଇ କିଛି, ସେ ଖୋଳି ସାରିଲା ପରେ ସେ ମାଟିରୁ ଅଳ୍ପ ଟିକେ ନେଇକି ଶୁଙ୍ଘିବା ଦରକାର ଏବଂ ତାକୁ ଟିକେ ଜିଭରେ ମାରି ଟେଷ୍ଟ କରିବା ଦରକାର। ତାହେଲେ ହିଁ ତାର ସ୍ୱାଦ ଜଣା ପଡିବ। ଆଉ ଏ ଶୁଦ୍ର ମାଟିରେ କଣ କରାଯାଏ ଜେନେରାଲି ନା, ଏ ଶୁଦ୍ର ମାଟି କୋଉ କୋଉ ମାଟି କୁହାଯିବ ନା, ଯୋଉ ମଶାଣି ମାଟି, ଯୋଉଠି ମାଂସ କଟା ହଉଥିବ କି ମଠର ହେଇଥିବ, କି ଯଦି କୋଉଠି ରୋଗୀଙ୍କ ପାଇଁ ଗୃହ ନିର୍ମାଣ ହଉଥିବ, ତାହେଲେ ଏଇଟା ସେଇ ମାଟି ସେଥିପାଇଁ କି ୟୁଜ ହବ ଶୂଦ୍ର କ୍ଷେତ୍ରରେ। ତ ଇଏ ଥିଲା ବୈଦିକ ବର୍ଣ୍ଣାଶ୍ରମ ମତେ। ହଁ, ଆଉ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଅଛି, ତାକୁ କୁହାଯାଏ ଗୋଳ। ଗୋଳ ମାନେ ଯଦି ତମେ କୌଣସି ବି ମାଟିର ରଙ୍ଗ ସ୍ୱାଦ ଗନ୍ଧକୁ ଆଇଡେଣ୍ଟିଫାଏ କରିବାକୁ ଅସମର୍ଥ ହେଇଗଲ, ଦେଖିବାକୁ ଧଳା ଥିବ, ଦେଖିଲା ବେଳକୁ କଷା ଲାଗୁଥିବ, ମଧୁର ନଥିବ, ଆ ଗନ୍ଧ ମଦ ଭଳିଆ ହେଇଥିବ, ତାକୁ କୁହାଯାଏ ଗୋଳ ମାଟି। ମାନେ ୟାର ଯେମିତି ମଣିଷ ଆଜିକାଲି ବିଭିନ୍ନ ବର୍ଣ୍ଣରେ ବାଇ ଯାଉଛି, ବ୍ରାହ୍ମଣ ର ଲୋକମାନେ ଇଣ୍ଟରକାଷ୍ଟ ମ୍ୟାରେଜ କରୁଛନ୍ତି, ତାଙ୍କର ଛୁଆଙ୍କୁ କଣ ପୂର୍ଣ୍ଣ ବ୍ରହ୍ମ ମାନେ ତାଙ୍କର ଜାତି ପ୍ରାପ୍ତ ହୁଏ ନାହିଁ। ସେମାନଙ୍କୁ ସବୁ ବନୁ ସଂହିତାରେ ଯଦି ତମେ ବିବାହ ଅଧ୍ୟାୟ ପଢିବ, ଯଦି ତମେ ତାର 2 ନମ୍ବର 3 ନମ୍ବର ଅଧ୍ୟାୟ ପଢିବ ବନୁ ସଂହିତାର 10 ନମ୍ବର ଅଧ୍ୟାୟ ପଢିବ, ତମେ ବୁଝିପାରିବ ଯେ ବର୍ଣ୍ଣାଶ୍ରମ ଭିତରେ ଯୋଉମାନେ ଇଣ୍ଟରକାଷ୍ଟ ମ୍ୟାରେଜ କରନ୍ତି, ସେମାନଙ୍କର ଛୁଆ ମାନଙ୍କୁ ସବୁ କଣ କଣ କୁହାଯାଏ। ଠିକ ସେଇଭଳି ଯଦି କୌଣସି ମାଟି ରେ ଗୋଳ ଥାଏ, ଯେମିତି କୁହନ୍ତି ଆରେ ଭାଇ ଏଇ ଜିନିଷରେ ବହୁତ ଗୋଳମାଳ ଅଛି। ଗୋଳ ମାନେ ଗୋଳମାଳ, ଦେଖିବାକୁ ଧଳା ହେଇଥିବ, ଦେଖିଲା ବେଳକୁ ରଙ୍ଗ ମାନେ ସ୍ୱାଦ କଷା ହେଇଥିବ, ମଦ ଭଳିଆ ଗନ୍ଧ ହଉଥିବ, ଏ ମାଟି ହେଲା ବହୁତ ଖରାପ। ଏଠି ଘର କଲା ମାନେ ସେ ଘର ଲୋକମାନେ ଅତ୍ୟନ୍ତ ପୀଡିତ ହେବେ। ଏଇଟା ହେଲା ବୈଦିକ ବର୍ଣ୍ଣାଶ୍ରମ ହିସାବରେ ଟାଇପ୍ସ ଅଫ ପ୍ଲଟ ର ଡେସ୍କ୍ରିପସନ। ତ ଆଜିର ସେସନରେ ଆମେ ଜାଣିଲେ ବୈଦିକ ବର୍ଣ୍ଣାଶ୍ରମ ମତେ, ବୈଦିକ ବର୍ଣ୍ଣାଶ୍ରମ ମତେ ଆମର ମାଟିର ଟାଇପ୍ସ କଣ କଣ ରହେ ଏବଂ ଏଇ ମାଟିର ଟାଇପ୍ସ କୁ ଆମେ କିଭଳି ଭାବରେ ଆଇଡେଣ୍ଟିଫାଏ କରୁ, ଏବଂ ତଦନୁପାତିକ ଆମେ ଜାଣିବାକୁ ପାଇଲେ ଯେ ବାସ୍ତୁ ମତେ ଯୋଉ ଟାଇପ୍ସ ଅଫ ପ୍ଲଟ ରହିଲା, ଆମେ ତାର ଗୋଟିଏ ପାର୍ଟ କେବଳ କଭର କଲେ। ବୈଦିକ ବର୍ଣ୍ଣାଶ୍ରମ ମତେ ମାଟି କିଭଳି ମାଟିରେ କଣ କଲେ ଏବଂ ତାକୁ କେମିତି ଆମେ ଆଇଡେଣ୍ଟିଫାଏ କରିବା, ଏବଂ ସେ ମାଟିରେ କଣ କଲେ କିଭଳି ଭାବରେ ଆମକୁ ରେଜଲ୍ଟ ମିଳିବ। ତ ଆଜିର ସେସନ ପାଇଁ ଏତିକି। ପୁଣି
କାଲି କିଛି ନୂଆ ସେସନ କରିବା। ସେ ସେସନରେ ରହିବ ମାଟିର ଉର୍ବରତା ମଧ୍ୟ ଟାଇପ୍ସ ଅଫ ପ୍ଲଟ କିଭଳି ଭାବରେ ରହିବ। ତ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।